ସୀମିତ ସମ୍ପର୍କ ନାଟକ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ। କାର୍ତ୍ତିକ ଚନ୍ଦ୍ର ରଥ ଓଡ଼ିଆ ନାଟ୍ୟ ଜଗତର ଜଣେ ପ୍ରତିଭାବାନ ସ୍ରଷ୍ଟା। ଆଧୁନିକ ଓଡ଼ିଆ ନାଟକର ଜଣେ କୃତବିଦ୍ୟ ବ୍ୟକ୍ତିତ୍ୱ ଭାବରେ ତାଙ୍କ ସ୍ୱକୀୟତାର ତୁଳନା ନାହିଁ। ଚରିତ୍ର ସଂଯୋଜନା ଠାରୁ ମଞ୍ଚ କୌଶଳ, ଭାଷା ସଂଳାପର ଚାତୁର୍ଯ୍ୟଠାରୁ ନାଟକୀୟ ସର୍ଜନଶୀଳତା ପର୍ଯ୍ୟନ୍ତ ସେ ସ୍ୱତନ୍ତ୍ର ମନେ ହୁଅନ୍ତି। ଶ୍ରୀରଥଙ୍କ ନାଟକ ଗୁଡ଼ିକ ମଧ୍ୟରେ ଦୁଇ ଟୋପା ଲୁହ, ଦୀପ ଲିଭିଯାଏ, ଗୋଟିଏ ସାଗର କୋଟିଏ ଢେଉ, କଳା ଓ କଳଙ୍କ, ସବୁଜ ସୂର୍ଯ୍ୟ, କ୍ରୀତଦାସ, ଆଜିର ରାଜା, ଅନ୍ଧକାରର ଆଇନା, ଯଉ ଘର, ସମୁଦ୍ରର ରଙ୍ଗ ଯନ୍ତ୍ରଣା, ବହ୍ନିମାନ, ଅସ୍ତ ସୂର୍ଯ୍ୟର ଶ୍ମଶାନ, ଚୈତି ଘୋଡ଼ା, ନିସଙ୍ଗ ବିସର୍ଗ, ଜୀବନ ଯଜ୍ଞ, ମାଂସର ଫୁଲ, ଈଶ୍ୱର ଜଣେ ଯୁବକ, ଅକ୍ଲାନ୍ତ ଅଭିମନ୍ୟୁ, ଶୁଖିଲା ମାଟିର ଲୁହ ଆଦି ଅନ୍ୟତମ। ଏକାଙ୍କିକା ରଚନାରେ ତାଙ୍କ ବିଶେଷତ୍ୱ ମଧ୍ୟ ଉଲ୍ଲେଖଯୋଗ୍ୟ। ସୀମିତ ସମ୍ପର୍କ ଏକାଙ୍କିକା ସମ୍ପର୍କରେ। ସୀମିତ ସମ୍ପର୍କ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥଙ୍କର ଏକ ପାରିବାରିକ ସମସ୍ୟା ଜନିତ ଏକାଙ୍କିକା। ଏକ ଛୋଟ ପରିବାର ମଧ୍ୟରେ ପୁଅ ବୋହୂ ସହ ମା ବନାମ ଶାଶୁ, ଶାଶୁ ସହ ବୋହୂର ଦ୍ୱନ୍ଦ୍ୱ ହିଁ ମୂଳ କଥାବସ୍ତୁକୁ ପ୍ରସାରିତ କରିଛି। ପୁଅ ହେଉଛି ନାଟର ଗୋବର୍ଦ୍ଧନ। ପ୍ରଥମେ ଶାଶୁ ବୋହୂଙ୍କ ମଧ୍ୟରେ ଉପୁଜିଥିବା ମାନସିକ ଅମେଳନକୁ ଆଲୋଚନା କରିଛନ୍ତି ନାଟ୍ୟକାର। ବୋହୂର ଶିକ୍ଷୟିତ୍ରୀ ଚାକିରି, ତା'ର 3 ବର୍ଷର ପୁଅ କୁନା। ବୋହୂ ସ୍କୁଲକୁ ଯିବାବେଳେ ପୁଅକୁ ନେଇଯାଏ ଏବଂ ଫେରିବା ବେଳେ ସାଙ୍ଗରେ ଧରି ଫେରେ। ସେଠି ଖଟି ଖଟି ଆସିଲା ବେଳକୁ ଶାଶୁର ସହାନୁଭୂତି ତ ଟିକେ ମିଳେ ନା, ବରଂ ପ୍ରତିବଦଳରେ ମିଳେ ନାନା ଗଞ୍ଜଣା। ଦୟାମାୟା ନାହିଁ, ଖାଲି କଟୁ କଥା ଆଉ ଅଭିଯୋଗ। କେତେବେଳେ ବୋହୂର ବାପା ମାଆଙ୍କୁ ନେଇ ତ କେତେବେଳେ ତା'ର ଚାକିରିକୁ ନେଇ। ମଝିରେ ଥାଏ ଗୋବର୍ଦ୍ଧନ। ସ୍ତ୍ରୀକୁ କେବଳ ମା କଥା ନ ଶୁଣିବା ପାଇଁ ପରାମର୍ଶ ଦିଏ ସିନା, କେବେ ହେଲେ ସୁଖରେ ଦୁଃଖରେ ସ୍ତ୍ରୀକୁ ସମବେଦନା ଟିକେ ଜଣାଏ ନାହିଁ। ଛୋଟ ପିଲାଟିକୁ ଘରେ ରଖି ମା ହୁଏତ ସାହାଯ୍ୟ କରିପାରନ୍ତା, ମାତ୍ର ଶାଶୁ କେବେ ତାହା କରନ୍ତିନି। ପୁଅ କଥା ବୁଝିବାକୁ ସ୍ୱାମୀ ମଧ୍ୟ ଦିନେ ହେଲେ କୌଣସି ଆଗ୍ରହ ଦେଖାଇ ନାହାନ୍ତି। ସେଥିପାଇଁ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନାଟ୍ୟକାର ସୀମିତ ସମ୍ପର୍କ ବୋଲି କହିଛନ୍ତି। ଏହି ପରିବାର ମଧ୍ୟରେ ଥିବା 3ଟି ଚରିତ୍ର ମଧ୍ୟରେ ଯେଉଁ ସମ୍ପର୍କ ରହିଛି, ନା ସେଥିରେ କିଛି ଆନ୍ତରିକତା ଅଛି, ନା କିଛି ଘନିଷ୍ଠତା। ଫଳରେ ସ୍ତ୍ରୀ କରୁଣା ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କକୁ ଘୃଣାର ସମ୍ପର୍କ କହିବାକୁ ପଶ୍ଚାତ୍ପଦ ହୋଇନାହିଁ। କେବଳ ଆମ ସାମାଜିକ ବ୍ୟବସ୍ଥା ମଧ୍ୟରେ ନାରୀଟିଏ ଏକାକୀ ବଞ୍ଚିବା ସମ୍ଭବ ହୁଏ ନାହିଁ ବୋଲି ସ୍ୱାମୀ ସେଠି ନାମକୁ ମାତ୍ର ଆଶ୍ରୟ ରୂପେ ଗଣା ହୋଇଛନ୍ତି। ନାଟ୍ୟକାରଙ୍କ ମତରେ ଏହାର ସମାଧାନ ସତେ ଯେପରି ଆଜି ଏକ ପ୍ରଶ୍ନବାଚୀ ହୋଇ ଦେଖାଦେଇଛି। ନାନା ଅଶାନ୍ତି ଓ ଅସନ୍ତୋଷ ମଧ୍ୟରେ ଆଜିର ପାରିବାରିକ ଜୀବନ କେବଳ ବିଫଳତାର କାହାଣୀ ହିଁ କହିଛି। ଏହି ଅବସରରେ ଉକ୍ତ ଏକାଙ୍କିକାଟି କେବଳ ଆମ ସମ୍ପର୍କର ସ୍ୱରୂପକୁ ଚିହ୍ନାଇ ଦେଇନାହିଁ, ବରଂ ଏହା ଏକ ଅସମାଧିତ ସମସ୍ୟାକୁ ରୂପେ ଆମ ବାସ୍ତବତାକୁ ହିଁ ପ୍ରକାଶ କରିପାରିଛି। ସୀମିତ ସମ୍ପର୍କ କାର୍ତ୍ତିକ ଚନ୍ଦ୍ର ରଥ। ସ୍ଥାନ ସାମାଜିକ, କାଳ ସାମ୍ପ୍ରତିକ। ପରଦା ଖୋଲିବା ପରେ ମଞ୍ଚ ସମ୍ପୂର୍ଣ୍ଣ ଅନ୍ଧକାର। ନୈପଥ୍ୟରୁ ଏହି ନାଟିକାର ଆରମ୍ଭରେ ଆପଣମାନଙ୍କୁ ମୁଁ 2 ପଦ କହି ରଖୁଛି। ଫଳରେ ଶେଷରେ ଆମ ଆଉ ଆପଣମାନଙ୍କ ଭିତରେ ଯେକୌଣସି ଯେମିତି ଭୁଲ ବୁଝାମଣା ରହିନଯାଏ। କାରଣ ଏଥିରେ ଆପଣମାନେ ଯାହାଙ୍କୁ ସବୁ ଦେଖିବେ ଅଥବା ଯେଉଁମାନଙ୍କ ସଙ୍ଗେ ଆପଣଙ୍କର ପରିଚୟ ହେବ, ସେମାନେ ସମସ୍ତେ ଏହି ଭୁଲ ବୁଝାମଣାର ଶିକାର ହୋଇ ନିଜ ଘର ଭିତରେ ଅର୍ଥାତ୍ ନିଜ ପାରିବାରିକ ଜୀବନରେ ଅଶାନ୍ତି ଅସନ୍ତୋଷର ଗୋଟାଏ ବିରାଟ ଗଡ଼ ତିଆରି କରି ବସିଛନ୍ତି। ତେବେ ଏହି ନାଟିକାଟିର ଚରିତ୍ର ବୋଇଲେ ମାତ୍ର 4ଟି। ଯଦି ଦୁର୍ଘଟଣାବଶତଃ ଆପଣମାନଙ୍କ ଭିତରୁ କାହାରି ବ୍ୟକ୍ତିଗତ ବ୍ୟାପାର ସହ ଏହି ଘଟଣା ଜଡ଼ିତ ହୋଇଥାଏ, ତେବେ ଏକାନ୍ତ ଅନୁରୋଧ ଆପଣ ଆମକୁ ଆଦୌ ଦୋଷ ଦେବେ ନାହିଁ। ଏଥିପାଇଁ ଦାୟୀ କେବଳ ଏହି ନାଟିକାଟିର ନାଟ୍ୟକାର ଶ୍ରୀମାନ କାର୍ତ୍ତିକ ଚନ୍ଦ୍ର ରଥ। କ୍ରମଶଃ ମଞ୍ଚ ଆଲୋକିତ ହେବା ମାତ୍ରେ ଦେଖାଯାଇଛି ଏକ ନିମ୍ନ ମଧ୍ୟବିତ୍ତ ପରିବାରର ନିବାସ ପରିବେଶ। ଘର ଭିତରେ ବସି ଜଣେ କେହି ବୁଢ଼ୀ କୁଲାରେ ଚାଉଳ ପାଛୁଡ଼ି ଗୋଡ଼ି ବାଛୁଛନ୍ତି। ହଁ, ବର୍ତ୍ତମାନ ଆସନ୍ତୁ ଆମର ଅସଲ ଘଟଣାକୁ। ଇଏ ହେଉଛନ୍ତି ଏହି ନାଟିକାର ପ୍ରଥମ ଚରିତ୍ର ଶ୍ରୀମତୀ ସ୍ନେହମୟୀ ଦେବୀ। ବୟସ ଅନୁମାନ କରିପାରୁଥିବେ, ପ୍ରାୟ 55 ବର୍ଷ। ଦୀର୍ଘ 15 ବର୍ଷ ହେଲାଣି
ସ୍ୱାମୀଙ୍କୁ ହରେଇଛନ୍ତି। ସ୍ୱାମୀ ତାଙ୍କର ଇଂରେଜ ଅମଳରେ କିରାଣୀ ଚାକିରି ଆରମ୍ଭ କରିଥିଲେ। ମୃତ୍ୟୁ ବେଳକୁ ସ୍ୱାଧୀନ ଭାରତରେ ମଧ୍ୟ ସେ କିରାଣୀ ଭାବେ ହିଁ ଥିଲେ, ଅର୍ଥାତ୍ ଯଥା ତଥା ଅବସ୍ଥା। ତେବେ ବୈଧବ୍ୟ ୟାଙ୍କୁ ଯେତେଟା କଷ୍ଟ ଦେଇନଥିଲା, ୟାଙ୍କର ଏକମାତ୍ର ପୁତ୍ରବଧୂ ତାଠାରୁ ବେଶୀ ଦାଉ ସାଧୁଛି ବୋଲି ସେ କୁହନ୍ତି। କ୍ଷମା କରିବେ, ୟାଙ୍କ ସମ୍ପର୍କରେ ଯେତେ କମ୍ କହିବି ସେତେ ଭଲ, କାରଣ ୟାଙ୍କର କଥାଗୁଡ଼ାକ ହିଁ ୟାଙ୍କର ଗୁମର ଫିଟେଇ ଦେବ। ଶାଶୁ। ସ୍ୱାଗତ। ଭଲା କାଳ ହେଲା, ଏ ନିଆଁ ଲଗା ଚାଉଳର ଚୁଲି ପୋଷା ଗୋଡ଼ିତକ ବାଛୁ ବାଛୁ ବେଳ ଗଡ଼ିଗଲା। ଆଖିଟା ବିନ୍ଧିଲା ବେଳକୁ ଅଣ୍ଟାଟା ମୋର ଭାଙ୍ଗି ପଡ଼ୁଛି। ଏଇ ପାକଲା ବୟସରେ କ'ଣ ମୋତେ ସବୁ କରିବାକୁ ଥିଲା? ଛତର ଖାଇ ଅଇଁଠା ଗୋଟେଇବାକୁ ବୋହୂ କରି ଆଣିଲି ଯେ ତାକୁ କେଉଁ କଥାକୁ ହେଲେ ଲଗା ଅଛି ନା ପଘା ଅଛି? ବାର ବୁଲିକୁ ଘର କଥା କହିଲେ ଦାଣ୍ଡରେ ଯାଇ ନାଚିବ ନା? ଦିନଟା ସାରା ଘର ଯାକର କାମ ଗୋଟେଇବାକୁ ବଳ ବୟସ ମୋର ମାଡ଼ି ଆସୁଛି। ପଡ଼ି ଯାଉନି ମୋ ଫଟା କପାଳଟା? ହଠାତ୍ ସ୍ୱଭଙ୍ଗୀରେ ଶାଶୁ ନିଶ୍ଚଳତା ପ୍ରକାଶ କରିଛନ୍ତି। ନୈପଥ୍ୟରୁ। କ୍ଷମା କରିବେ, ଅସଲ ନାଟିକାଟି ଏଯାଏଁ ଆରମ୍ଭ ହେଇନି। ଏଇଟା କେବଳ ତା'ର ଗୋଟାଏ ପ୍ରିଲ୍ୟୁଡ୍। ତେବେ ସ୍ନେହମୟୀ ଦେବୀଙ୍କ ପାଇଁ ଏସବୁ ନୂଆ କିଛି ନୁହେଁ, ସବୁ ସ୍ୱାଭାବିକ, ଚିରାଚରିତ। ତା ଛଡ଼ା ଏତେ ଶୀଘ୍ର ତାଙ୍କୁ ଏମିତି ବୁଝିବାଟା ବି ଠିକ୍ ହେବନି। ଏତିକିବେଳେ କ୍ଳାନ୍ତ କରୁଣା ନିଜର 3 ବର୍ଷର ପୁଅଟିକୁ ଧରି ବାହାରୁ ପ୍ରବେଶ କରିଥିଲେ ହେଁ ଦୁହେଁ ଆକସ୍ମିକ ଭାବେ ନିଶ୍ଚଳ ହୋଇପଡ଼ିଛନ୍ତି। ଏଇ ତ ଆମ ନାଟିକାର ଦ୍ୱିତୀୟ ଆଉ ତୃତୀୟ ଚରିତ୍ର ମଧ୍ୟ ଆସି ପହଞ୍ଚିଗଲେଣି। ଏଥର ନାଟିକାଟି ଆରମ୍ଭ ହୋଇ ଠିକ୍ ଜମିବ। ଏଇ ଆମ ଦ୍ୱିତୀୟ ଚରିତ୍ର ହେଉଛନ୍ତି ଶ୍ରୀମତୀ କରୁଣା, ଅର୍ଥାତ୍ ସ୍ନେହମୟୀ ଦେବୀଙ୍କ ବହୁ ଚର୍ଚ୍ଚିତା ବୋହୂ। ବାଳିକା ବିଦ୍ୟାଳୟରେ ସେ ଶିକ୍ଷୟତ୍ରୀ ଏବଂ ତାଙ୍କ ସହ ଥିବା ପୁଅଟି ନାଟିକାର ତୃତୀୟ ଚରିତ୍ର କୁନା। ହଁ, ଏଣିକି ଦେଖନ୍ତୁ ମନୋରଞ୍ଜନ। ବୋହୂ। ବୋଉ। ଶାଶୁ। କିଏ? କୁଲାଟାକୁ ରଖି ଉଠୁ ଉଠୁ। ଓ ମହାରାଣୀ ଆମର ଆସିଗଲେ? ଆଗେ ଆମ ମହାରାଣୀ ବେଳ ଗଡ଼ିଲା ବେଳକୁ ଆସୁଥିଲେ, ନେ ଏଇ ଯେ ଆସୁ ଆସୁ ବେଳ ଯାଉଛି। ବୋହୂ। ସ୍କୁଲ କଥା, ଖାଲି ତ ପିଲାଙ୍କୁ ପଢ଼େଇଲେ ହେବନି, ନାନା କାମ କରିବାକୁ ପଡ଼ୁଛି। ଶାଶୁ। ସେଠି କାମ ପଡ଼ିବନି? ଯେମିତି ହେଲେ ବି ପଡ଼ିବ। ତା ନହେଲେ ଘରଟା ଯାକର କାମ କରିବାକୁ ପଡ଼ିବ ଯେ। ଘର କାମ କଲେ ମହାରାଣୀ ଆମର ଚାକରାଣୀ ହୋଇଯିବେନି? ତା ସାଙ୍ଗକୁ ପୁଣି ସୁନା ଚମ୍ପା ଦେହଟା କଳା କାଠ ପଡ଼ିଗଲେ ରସିବ କିଏ? ବୋହୂ। ମରି ମରି ଖଟିକି ଆସିଲା ବେଳକୁ ଏମିତି ଆବର୍ଜନିଆ କଥା କହି କ'ଣ ସହାନୁଭୂତି ଜଣାଉଛ? କ'ଣ 2 ଘଡ଼ି ନିଶ୍ୱାସ ମାରିବାକୁ ବି ଦେବନି? ଶାଶୁ। ହଇଲୋ ହେ ହେ ଠାକୁରାଣୀ, ସମାନ ଶାଶୁଟାର ତୁ ମରଣ ଚାହୁଁଛୁ? ଆଲୋ ଦୈବ ସହିବ ତ, ତୋ ମୁହଁକୁ ଟିକେ ଲାଜ ନାହିଁ? ଏମିତିକିଆ ଅଲକ୍ଷଣିଆ କଥା କହିବାକୁ ତୋ ଜିଭ ଲେଉଟୁଛି? ହଁ ଲୋ ମା, ମୁଁ ମଲେ ଯାଇ ଏ ଯୋଗିଣୀ ଖାଇଟାକୁ ସଜବାଜ ହେଇ ମଉଜ କରିବାକୁ ସୁଯୋଗ ମିଳିବ ପରା। ବୋହୂ। ତମକୁ ତ ମୁଁ ସେମିତି କିଛି କହିନି। ଶାଶୁ। ଏଡ଼େ ବହପତର ମୁହଁ ଉପରେ ପୁଣି ଜବାବ ଦେଉଛୁ? ହଁ। ନାତି। ବୋଉ ଭାରି ଭୋକ, ମୁଁ ଖାଇବି। ବୋହୂ। କ'ଣ ଖାଇବୁ? ମୋତେ ଖାଇଦେ, ମୁଁ ହେଲେ ନର୍କରୁ ତରି ଯାଆନ୍ତି। ନାତି। ମୁଁ ଖାଇବି। ବୋହୂ। ପୁଅ ପିଠିରେ ଦୁମକିନା ବିଧାଟେ ମାରି ନେ ଖା। 2 ଘଡ଼ି ନ ଖାଇଲେ ସତେ ଯେମିତି ପେଟ ପୋଡ଼ି ଯାଉଛି। ପୁଅଟି ଜୋରରେ କାନ୍ଦି ଉଠିଛି। ଶାଶୁ। ହଇଲୋ ପିଲାଟା କ'ଣ କଲା? ତାକୁ କାହିଁକି ଦୁମକିନା ବିଧାଟାଏ ଥୋଇଦେଲୁ? ବାଞ୍ଝ ହେଇଛୁ କି? ବୋହୂ। ଥାଉ, ଆଉ ବେଶୀ କୁହନି। ଶାଶୁ ହେଇଛ ପଚାରିଲଣି? ପିଲାଟା ସକାଳ ପହରୁ ମୋ ସାଙ୍ଗେ ଯାଇଥିଲା ଯେ ଏଇନେ ଫେରୁଛି। ହଉ ଦେ, ଆଗ ପିଲାଟାକୁ 2 ମୁଠା ଖୁଆଇ ଦେ। ଶାଶୁ ଜଳ ଜଳ ଆଖିରେ। ବୋହୂ। ମୋତେ ତମେ ବୋହୂ କରି ଘରକୁ ଆଣି ନଥିଲ ଯେ ମୁଁ ତା ମନକୁ ମନ ପଶି ଆସିଥିଲି, ହେଲେ ଏଇ ପିଲାଟାକୁ ତ ମୁଁ କେଉଁଠୁ ଗୋଟାଇ ଆଣି ନଥିଲି। ଶାଶୁ। ଭାରି ବଢ଼ି ବଢ଼ି କଥା କହୁଛୁ ତ? ବୋହୂ। ଆଜି ଯାଏଁ କେବେ କହିନଥିଲି, ହେଲେ ଏଣିକି କହିବାକୁ ବାଧ୍ୟ ହେଲି। ତମେ ମୋତେ ଶାଶୁର ସ୍ନେହ ଦେଇଥିଲେ ମୁଁ ତୁମକୁ ବୋହୂର ଭକ୍ତି ଦେଖାଇଥାନ୍ତି। ତମେ ମୋତେ ଯାହା ଦେଇଛ ମୋଠୁ ବି ଠିକ୍ ସେଇଆ ପାଇବ। ଶାଶୁ। କେଡ଼େ ବଡ଼ ପାଟିଟାଏ କରି ଘରଟାକୁ କମ୍ପାଉଛୁ, ମାନ ମହତକୁ ବି ଟିକିଏ ଜଗୁନୁ। ବୋହୂ। ହଁ ହଁ, ମୁଁ ବି ଠିକ୍ ତମରି ଭଳି ପାଟି କରି କହିବି। ସାଇ ପଡ଼ିଶା କାହାକୁ ଅଛପା ଅଛି ଯେ କହିଲେ ଜାତି ପଳେଇବ। ମୁଁ ତମ ପୁଅଠୁ କିଛି କମ୍ ରୋଜଗାର କରୁନି, ସବୁତକ ପଇସା ଆଣି ଏଇ ଘରେ ହିଁ ଅଜାଡ଼ି ଦେଉଛି। କିଛି ବାପ ଭାଇଙ୍କି ପଠେଇ ଦେଉନି ଯେ ମୋତେ ଡରାଣ ଦେଖେଇବ। ଶାଶୁ। ହଁ, ବାପ ଭାଇ ନାକ ଟେକି ଲାଜ ନାହିଁ ତ ବାପ ଭାଇ ମୁହଁକୁ? ଆଉ କ'ଣ କେହି ମିଳିଲେନି ଯେ ଶେଷରେ ମୋରି ପୁଅର ବେକରେ ତୋ ଭଳି ଗୋଟାଏ ଉଦଣ୍ଡି ରଣଚଣ୍ଡୀଟାକୁ ଛନ୍ଦିବାକୁ ଥିଲା? ଆଲୋ ଜାନି ନାହିଁ, ଯୌତୁକ ନାହିଁ, ଭଲ ମନ୍ଦ ଶୁଭ ଲାଭ ବୋଲି
ଅଧଲା ଟାକାର ବି ବ୍ୟବହାର ନାହିଁ। ମୋ ଯବାନ ପୁଅଟା କ'ଣ ମାଗଣା ପଡ଼ିଥିଲା? ବୋଉ, ଯୌତୁକ ଦେଇ ଝିଅ ପଠେଇ ନଥିଲେ ବୋଲି ତ ନୀତି ମୋ ବାପା ମାଆର ଶ୍ରାଦ୍ଧ କରୁଛ। ହେଲେ କାହିଁକି ଦେଇଥାନ୍ତେ କି? ମୋତେ ସେମାନେ ଜନ୍ମ କଲେ, କଳେଇ କାଖେଇ ବଡ଼ କଲେ, ପଢ଼େଇ ଲେଖେଇ ମଣିଷ କଲେ। ଏ ଘରକୁ ଆସି ପାହାନ୍ତା ପହରୁ ନିଦ ଭାଙ୍ଗିଲା ବେଳଠୁ ରାତି ଅଧରେ ଶୋଇଲା ବେଳ ଯାଏଁ ହାଡ଼ ଭାଙ୍ଗି ଖଟୁଛି। ନଗଦ ଟଙ୍କା ରୋଜଗାର କରି ଘରର ଅଧେ ତୁଲଉଛି। ନିଜର ସବୁତକ ସୁଖ ସରାଗକୁ ଜଳାଞ୍ଜଳି ଦେଇ ବୋଲି ଏ ଘରୁ ଦିଟା ଝିଅ ବାହା ହୋଇ ଉଠିଲେ। ସେତିକିରେ କ'ଣ ଅଣ୍ଟିଲାନି? ମନ ବୁଝିଲାନି ଯେ ଯୌତୁକ ନାହିଁ ନୀତି ତମେ ମୋତେ ଖୁଣ୍ଟା ଦେଉଛ? ଶାଶୁ, ପୁଅର ରୋଜଗାର ଖାଇ ଖାଇକି ତ ଗଣ୍ଡି ମୋର ବଳି ପଡ଼ିଲା, ଆହୁରି ପୁଣି ବହୁର ରୋଜଗାର ଖାଉଛି ବୋଲି ଫଟେଇ ହେଉଛୁ। ଆଉ କେତେ? ଅଳ୍ପ କେତୋଟି ମୁହୂର୍ତ୍ତ ପାଇଁ ମଞ୍ଚ ଅନ୍ଧକାର। ନେପଥ୍ୟରୁ ଇଏ ହେଉଛି ଆମ ନାଟିକାର ପ୍ରଥମ ଅଧ୍ୟାୟ। ଏଥିରେ ଆପଣ କାହାକୁ ଦୋଷ ଦେବେ କହିଲେ? ସମସ୍ତଙ୍କ ଗୋଟାଏ ସହ୍ୟ କରିବାର ସୀମା ଥାଏ। ହେଲେ ଏଠି ଯେଉଁ ପରିସ୍ଥିତି ମୁହୂର୍ତ୍ତକ ପାଇଁ ହେଲେ ବି ସମ୍ଭାଳି ହେବନି। ହେଲେ ଆପଣମାନଙ୍କ ଏଥିରେ ବ୍ୟସ୍ତ ବା ବିରକ୍ତ ହେବାର କିଛି ନାହିଁ। ସମୟ ଆସିଲେ ଛାତିରେ ପଥର ପଡ଼ିଲେ ବି ସହିବାକୁ ହୁଏ, ଅନ୍ୟ ପନ୍ଥା ନାହିଁ। ଏଣିକି ଠିକ୍ ରାଇଜିଂ ଆକ୍ସନ୍ ଦିଗକୁ ଆଗେଇବା। ହଁ, ୟା ପରେ ଆପଣମାନେ ଭେଟିବେ ଏଇ ନାଟର ଗୋବର୍ଦ୍ଧନକୁ, ଅର୍ଥାତ୍ ଆମର ନାୟକ ଚରିତ୍ର ନମ୍ବର 4। ପ୍ରକୃତରେ ତାଙ୍କର ନାଁଟାଇ ଗୋବର୍ଦ୍ଧନ। ମଞ୍ଚ ଆଲୋକିତ ହେବା ପରେ ଦେଖାଯାଇଛି କରୁଣା ଏକା ଆଡ଼େ ଛିଡ଼ା ହୋଇଛନ୍ତି ଖୁବ୍ ଚିନ୍ତାଗ୍ରସ୍ତ ଭାବେ। ଠିକ୍ ଏତିକି ବେଳେ ବାହାରୁ ତାଙ୍କର ସ୍ୱାମୀ ପ୍ରବେଶ କରିଛନ୍ତି। ସ୍ୱାମୀ ଡାକି, ମା ମା, ଆରେ କରୁଣା, ମା କୁଆଡ଼େ ଗଲା? ସ୍ତ୍ରୀ ବିରକ୍ତି ସହ, ଯେତେବେଳେ ଦେଖ ମା ମା, ଯାଇଥିବେ ପଡ଼ିଶା ଘରକୁ କେଉଁଠିକି। ସ୍ୱାମୀ ଆଶ୍ଚର୍ଯ୍ୟ, ଏଥିରେ ତ ରାଗିଲା ଭଳିଆ କିଛି ନାହିଁ, ଅଥଚ ତମେ ଛାଡ଼। ହଁ, ମା କହୁଥିଲା ଏଇ କେତେ ଦିନ ହେଲା ତମେ କୁଆଡ଼େ ବାପ ଘରକୁ ଯିବ ବୋଲି ଖୁବ୍ ଜିଦ୍ ଧରି ବସିଛ। ସ୍ତ୍ରୀ ହଁ ଯିବି। ସ୍ୱାମୀ ତମେ କୁଆଡ଼େ କହିଛ? ଗଲେ ଆଉ ଫେରିବନି? ସ୍ତ୍ରୀ ନୀରବ। ସ୍ୱାମୀ ହସିବାକୁ ଚେଷ୍ଟା କରି, ମିଛ କଥା, ମୁଁ ଜାଣେ ମୋ ପୁଅକୁ ତମେ କେବେ ହେଲେ ମୋଠୁ ଦୂରେଇ ରଖିପାରିବନି। ସ୍ତ୍ରୀ ତାତ୍ସଲ୍ୟ କରି, ହଁ, ତମର ଖାଲି ପୁଅଟାଏ ଦରକାର, ମୋର ସଙ୍ଗେ ତମର ସମ୍ପର୍କ ବା କ'ଣ? ସ୍ୱାମୀ ସବୁବେଳେ ସବୁ କଥାକୁ ଓଲଟା ବୁଝିବାଟା ତମର ଗୋଟାଏ ଅଭ୍ୟାସ। ସିଧା କଥାଟାଏ କହିଲେ ତମେ ବଙ୍କା କଥାଟାଏ କହିବ। ତମ ଭଳି ଗୋଟାଏ ଲୋକକୁ ନେଇ ମଣିଷ କେମିତି ଚଳିବ କହିଲ? ସ୍ତ୍ରୀ ମୋତେ ଛାଡ଼ି ଆଉ ଗୋଟାଏ ବାହା ହେଇ ପଡ଼ୁନ, ଯିଏ ତମକୁ ସୁଖ ସରାଗ ଅଜାଡ଼ି ଦେଇ ଠିକ୍ ଚଳେଇ ପାରିବ, ସବୁ କଥାକୁ ତମର ସିଧା ବୁଝିବ। ସ୍ୱାମୀ ଯେତେ ସବୁ ଆଜେ କଥା, ସବୁବେଳେ ମୁଣ୍ଡଟା ଭିତରେ ଏଇଥିରୁ ଗୁଡ଼ାଏ ଭର୍ତ୍ତି କରି ସେଇଟାକୁ ଏକଦମ ବିଗାଡ଼ି ସାରିଲଣି, ଯାହା ମୁଁ ଦେଖୁଛି। ସ୍ତ୍ରୀ ହଉ ଛାଡ଼, ମୁଁ ଠିକ୍ କରି ନେଇଛି। ଏଣିକି ଏ ଘରେ ମୋ ତରଫରୁ ମୁଁ ଆଉ କୋଉ ହେଲେ କଥାକୁ ବଢ଼େଇବାକୁ ଚାହିଁବିନି, ବରଂ କମେଇବାକୁ ଚେଷ୍ଟା କରିବି। ସ୍ୱାମୀ ଭଲ କଥା, ଦିଅ ତାହେଲେ ବାଢ଼, ତମ ପାଇଁ ବି ବାଢ଼ି ଦେଇଥିବ, ମିଶିକି ଖାଇନେବା। ପୁଅ ଶୋଇଛି ବୋଧେ? ସ୍ତ୍ରୀ ଶୁଷ୍କ ହସି, ମୋର ତ କାହିଁ ମନେ ପଡ଼ୁନି ସାଙ୍ଗରେ ବସି ଖାଇବା ପାଇଁ ମୋତେ ଆଗରୁ କେବେ ଡାକିଛ? ସେ ଯୋଗ୍ୟତା ତ ମୋର କେବେ ହେଇନି, ଆଜି ହଠାତ୍ କାହିଁକି? ସ୍ୱାମୀ ଏଇ ଡରରେ କେବେ ହେଲେ ବି ମୁଁ ନିଜ ମନ କଥା ତମକୁ ଖାଲି କୁହେନି, କାରଣ ମୁଁ ଜାଣେ ତମେ ଠିକ୍ ଏଇ ଉତ୍ତର ଦେବ। ଆଉ ଏଭଳି ଉତ୍ତର ଶୁଣି ଅଯଥା ମୋ ମନ ଭାରାକ୍ରାନ୍ତ ହୋଇ ପଡ଼ିବ। ଭିତରେ ହଠାତ୍ ପୁଅ କାନ୍ଦିବାର ଶବ୍ଦ ଶୁଣାଯାଉଛି। ସ୍ୱାମୀ ପୁଅ କାନ୍ଦିଲାଣି। ସ୍ତ୍ରୀ କାନ୍ଦୁ, ପୁଅ ପାଇଁ ଏତେ ଚିନ୍ତା କାହିଁକି? ମୁଁ ଯେ ତା ପାଇଁ ଅଛି। ହେଲେ ସତରେ ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗେ। ସ୍ୱାମୀ କ'ଣ ତମେ କହିବାକୁ ଚାହଁ? ସ୍ତ୍ରୀ ଏଇ ଘରର ଯେ ନିୟମ ହେଉଛି ନିଜକୁ ଯୋଗ୍ୟ ପୁଅ ବୋଲାଇବା ପାଇଁ ନିଜ ପୁଅକୁ ହିଁ ଉପେକ୍ଷା କରିବାକୁ ପଡ଼େ। ସ୍ୱାମୀ କରୁଣା ପୁନଶ୍ଚ କିଛି କ୍ଷଣ ପାଇଁ ମଞ୍ଚ ଅନ୍ଧକାର ହୋଇଯାଇଛି। ନେପଥ୍ୟରୁ ଇଏ ଗଲା ନାଟକର ଦ୍ୱିତୀୟ ଅଧ୍ୟାୟ। ପୁନଶ୍ଚ ସକାଳ ଏବଂ ପ୍ରତିଦିନ ଏଇଠୁ ହିଁ ଆରମ୍ଭ ହୁଏ ଆମ ନାଟିକାର ପଟୁଆର। ଘରର ବାସି କାମ ସବୁ ନ ସରୁଣୁ ଆରମ୍ଭ ହୋଇଯାଏ ସ୍ଲୋଗାନ, ଆମର ଦାବି ପୂରଣ ହେଉ ଠାରୁ ଆରମ୍ଭ କରି ଧର୍ମଘଟ ଅନଶନ ପର୍ଯ୍ୟନ୍ତ। ଆଜ୍ଞା ହଁ, ମୁଁ ଏଇ ପରିବାରର କଥା ହିଁ କହୁଛି। ପରିବାରର ଏହି ସଙ୍କୁଚିତ ପରିବେଶ ଭିତରେ ଆନ୍ଦୋଳନ ବିପ୍ଳବ କ'ଣ ସମ୍ଭବ ନୁହେଁ? ସବୁ ଅସମ୍ଭବ ସମ୍ଭବ ଏଇଠି। ଆଲୋକ ଆସିବା ମାତ୍ରେ ଦେଖାଯାଇଛି ଶାଶୁ ଓର ମା ବସି କାନ୍ଦୁଛନ୍ତି ଏବଂ ସ୍ୱାମୀ ଓର ପୁଅ ତାଙ୍କୁ ବୁଝେଇବାକୁ ଚେଷ୍ଟା କରୁଛନ୍ତି। ମା ଏତେ ସବୁ ଦହଗଞ୍ଜ ଭିତରେ ଘାଣ୍ଟି ହେବାଠୁ ମଝିରୁ ମୁଁ ହେଲେ ମରିଯାଆନ୍ତି କି ତ୍ରାହି ପାଇଯାଆନ୍ତି। ଖଟିବି ବୋଲି ମଲାଯାଏ କ'ଣ ଖଟୁଥିବି? ପୁଣ୍ୟ ନାହିଁ, ପରବ ନାହିଁ, କୁଆଡ଼େ ହେଲେ ଟିକେ ଯାଇ ଆସିପାରିବିନି। ପୁଅ ମା ତୁ ଅଯଥାଠାରେ କାହିଁକି ଏମିତି ହେଉଛୁ କହିଲୁ? ମା ନାଇଁ, ମୋରି ତ ଏକା ବଳ ବୟସ ସବୁ ମାଡ଼ି ବସୁଛି। ମୁଁ ପଚାରୁଛି କ'ଣ ସବୁତକ ବୋଝ ମୋରି ମୁଣ୍ଡକୁ? ପୁଅ ଦେଖ, ଏ ଘରର ମୁରବୀ ତୁ, ଗୁରୁଜନ ତୁ, ତୋରି ହାତରେ ଚାବିକାଠି, ଟଙ୍କା ପଇସା, ଭଲ ମନ୍ଦ ସବୁ କିଛି। ତୁ ନିଜେ ଯଦି ଏମିତି ହେବୁ ମୁଁ ଆଉ କାହାକୁ କହିବି କହ? ମା ନା, ମୁଁ ଘରେ କେହି ନୁହେଁ, କିଛି ନୁହେଁ, ସବୁ ହେଉଛି ତୋରି ଭାରିଜା। ଏ ଘରେ ମୁଁ ଅଛି ବୋଲି ଖଟୁଛି, ଦିଟା ଯାକ ତମେ ରୋଜଗାର କରୁଛ ବୋଲି କାହାରି ଧନ ମୁଁ ବସି ବସି ଖାଇଯାଉନି। ପୁଅ ଓ
तू चुप कलु माँ ओ कहबुनि कहीं मु कहला बेलू मोरी कथा गुड़ाक खाली गंध होची आउ ता कथा गुड़ाक भारी सुआदिया कि ना खाली बासुची पुओ ओ मु देखुची तमें दीटा जाक मिसी मो भेजाटा को एकदम खाईगल पागल हो जावाक मत आउ बेसी बेल लगनी माँ बेस मुझे तो भेजाटा को खाई जाऊँगी मत नहीं कौ मठ कि आश्रम छाड़ी दे बाप घर बोली तो केबे मु जानिलेनी भाई गुड़ाक दिने हेले तो आड़ आखिरे भी चाहिलेनी कुआड़े आउ जीवी मु पुओ हाँ हाँ चली जाओ जार जुआड़े इच्छा सियाड़े चली जा मु ए सबको आ बर्दाश्त करि पारुनी माँ हईरे मु तोर कि दोष कली तू मो उपरे एमती गरजी हेउचु कहीं निजर रक्त मांस ढाली पढ़े लिखे तोते मु मनीष कली कौन तू मते शेष को यही फल दबु बोली पुणी कांदी उठी पुओ थाउ थाउ आउ सकई हवा दरकार नहीं रोज राति पाहिला क्षणी यही गोटाए पाला चली जे शेष हेबाको नहीं क्या कौन मु बुझेबी मु ठीक मु निजे ही ठीक बुझी पारुनी माँ मु कौन जानी कि रे पुओ मोर सेवा करवा बोली घर को जहाँ को बोहू कर आनी शेष में से आसी मोरी मुंडरे बसिला अलक्षणीटा घरटा मोर आउ उधेइला नहीं तूटा मोर केते कौन आउ करू पुओ बास बहुत हो गला एथर बंद कर बरम जाई देख रंधारंधी टिके जल्दी सरिले दी मुठा अंतः खाई काम को जाई हेबो ता नहेले एमिति डेरी रे गले चाकरीटा कौ दिन हठात जे चली जीव बसी मजा पाउथिबो हठात अल्प केतोटे मुहूर्त पाई मंच अंधकार होईछि नेपथ्यरु एतिकिरे एई नाटिकार समाप्ति घटिला बोली आपण माने केही भाबिबेनी कारण एइठु आरंभ हला यार क्लाइमैक्स घरर सबु काम यारी भितर चली खाली काहारी मन जहाँ काहारी मन सह खाप खाऊनी बाहर देखा परिवारटी छोट हेले भी भितरटा गोटाए लंका सबु सत्वे यारी भितर ही बंचिबाकू पड़िबो ओहो भाग्य आलोक आसिबा परे देखा जाइछि सासु बहुंक परस्पर प्रति तीक्ष्ण वाक्यबाण प्रयोगर पुनरावृत्ति बहु खटणी खूब बेसी पड़ुची बोली तो चाकर पिलाटाए रखिथिली हेले स्कूल पाखरे भड़ा घरटा मिलीगला बोली सेई बाहानारे ताकू तड़ी दियागला आर घरठू एई घरटार भड़ा अधिक हेले कौन है घरटा भल पानी पाइखानार सुविधा अच्छी जेते सबू फंदी सासु हईलो फंदी कौन घरे चारिपाणी कुटुंब ए महरग जुगरे चाकरटाए पुणी कौन हम मु तो गोटाए चाकराणी ए घरे बसीची गोड़ तलकू सब खंजी दौची अजथाटारे बहु तुमको केमिति टिके दया लगुनि केजाणी स्कूल दासी घरे पिलाटाकू मोर रोज छाड़ी जाऊँगी घरे कौन तमें ताकू खुआई खेल रखिले हुअंतानी सासु रख तोर से सुआग पणिया आउ तो कही ना मोरी सांगरे बजार बजार नहेले कि तोर भात हजम होउची बहु केते आशा नहीं मु घर संसार करी सबु माटी हो गला बापा मोर सबु अवस्था जानी ए बयस आखिर लुह सिना गड़ौंती हेले मते नहीं पाखरे रखा नाराज कटा घारे चुन धेला भली भाईटा कहूची तो अभाव असुविधा कथा सबु बेले तू तो बर को जना से जहाँ कर सीना आमे कौन करूँ माँ अच्छी जे पाखक डाकी बुझेईदेव सासु आलो कही होचु केते बाप भाई तो जदि तोते पोषिबार इच्छा ताहेले पोषु नाहांती किए मना करुछि तोते नहीं मुंडरे बसई जीवन सारा एबे पोसंतु बहु बेल पड़िले सेतक भी सेमाने करिवे जन्म करिसंती जेतेबेले झियोटाकू तो भसई देबेनी तुमे काहेकि भाबुछ कि झियो देइचंती बोली तम घरे मुंडटाकू भी बिकी देइचंती सासु चाकरी करुछु बोली पर पुरुषंक सांगरे मिसुछु कि ना सेइथि फाई एते बड़ बड़ फुटाणी कथा गुड़ाक कहवाक साहस पाउछि ता न होइतिले बहु मिछ दोष दे तमें कि लाभ पाउछ स्कूल रे तो पुणी आहुरी भी केते जण मास्टराणी अछंती बाहन होई एकुटिया भी चलुछंती ता बोली सेमानंकर मान नाई ना महत नाई सेमानंकु तो कहीं चरित्रहीना कि कुलटा बोली कहूनी एमिति पाप चिंता करने भल नुहे सासु आहालो मो सती शिरोमणि पूर्व जन्म सते जमिति तुई एका सीता सावित्री हो जन्मी थिलु बहु कठोबरा कंठरे मु ए कुना बंचिबाकू चाहे आउ सेथिपाई निज बर को घृणा करुथिले भी तांकरी सांगे मु रहिबाकू बाध्य कारण मो भली गोटाए अबला को मान महत नहीं बंचिबा पई हेले जो हेले गोटाए पुरुषर सहारा दरकार ता न होइतिले कौ काळू ए घर द्वार छाड़ी मु कुआड़े हेले भी पळेई जांतिनी सासुर गंजणा सांगकू बरर गाड़ीमाड़ खाई एमिति पड़ी रही न थांती पूर्व भली अल्प केतोटी मुहूर्त पाई मंचरे अंधकार घटी जाइछे नेपथ्यरु या परे आमे आउ आपण मानकर बेसी समय नष्ट करने को चाहूना एठी नाटिकार कैटास्ट्रोफे अर्थात उपसंहार आपण माने केवल लक्ष्य करंतु घटनाटा भूल कहले घटना तो नुहे विघटनाटा कुआड़े गति करुची माने यार शेष कौठी मंच आलोकित हेबा मात्रे देखा देइछंती स्वामी और स्त्री समय रात्रिर निद्रा जीवा पूर्व मुहूर्त स्वामी
ମୁଁ ଦେଖୁଛି ତୁମକୁ ରାତିଦିନ କିଛି ବି ଅଣ୍ଟୁନି। ଯେତେବେଳେ ଦେଖ ଝଗଡ଼ା ଝଗଡ଼ା ଝଗଡ଼ା। ତମେ ଟିକେ ନିଜ ଆଡ଼ୁ ନରମି ଗଲେ କେଉଁ ରାମାୟଣଟା ଅଶୁଦ୍ଧି ହୋଇଯାଆନ୍ତା। ରାତି ଘଡ଼ିକ ବି ଟିକେ ଶାନ୍ତିରେ ଶୋଇବା ନା ନାହିଁ। ସ୍ତ୍ରୀ କେଉଁ ଦିନ ହେଲେ ବି ଥରେ ତମ ମୁହଁରୁ ଭୁଲରେ ସୁଦ୍ଧା ମୋ ପାଇଁ ମିଠା କଥା ପଦେ ବାହାରିଲାଣି? ମୋତେ କହିପାରୁଛ, ହେଲେ ନିଜ ମାଆକୁ କହୁନ। ଯେମିତି କିଛି କାମ ନ କରି ହାତ ଗୋଡ଼ ଯାକି ବସିଛନ୍ତି, ଠିକ୍ ସେମିତି ପାଟି ମୁହଁ ବନ୍ଦ କରି ଚୁପଚାପ ବସି ରହନ୍ତେ, ଏକାଥରକେ ସବୁ ସମସ୍ୟା ସମାଧାନ ହୋଇଯାଆନ୍ତା। ସ୍ୱାମୀ ତମକୁ ମୁଁ ହଜାରେ ଥର କହିସାରିଲିଣି, ମା ବିରୁଦ୍ଧରେ ମୁଁ ପଦେ ହେଲେ କଥା ଶୁଣିବାକୁ ଚାହେଁନି। ସ୍ତ୍ରୀ ନା କାହିଁକି ଶୁଣିବ? ମୋ ଜୀବନଟା ତ ଖାଲି ଏଠି ଶସ୍ତା ପଡ଼ିଛି। ସବୁ ଶୁଣିବି, ସବୁ ସହିବି। ମାତୃଭକ୍ତ ପୁଅ ଯଦି ଏତିକି ବୁଝିପାରନ୍ତି ଯେ କୋଉ ହେଲେ ମା ତା ନିଜ ପୁଅ ବା ଝିଅର ଉପହାସ ଅଥବା ଉପେକ୍ଷା କେବେ ବି ସହିପାରିବନି, ତାହେଲେ ତ ସବୁ ଥଣ୍ଡା ପଡ଼ିଯାଆନ୍ତା। ସ୍ୱାମୀ ସବୁ କଥାରେ ପୁଅ ନାଁଟାକୁ ଆଣି ଭର୍ତ୍ତି କରିବାରେ କିଛି ମାନେ ହୁଏ ନା। ସ୍ତ୍ରୀ ତମ ଭଳି ଗୋଟାଏ ଜିଦଖୋର ଲୋକ ୟା ଛଡ଼ା ଆଉ କ'ଣ ବା କହିପାର? ମୁଁ ତୁମକୁ ପଚାରୁଛି, କେବେ ହେଲେ ବି ତମେ ଗୋସେଇ ମା କୋଳରେ ନାତିକୁ ଦେଖିଛ? ଗୋସେଇ ମା ତ ଦୂରର କଥା, ଛୁଆଟା ମୋର ଏଡ଼େ ଅଭାଗା ଯେ ନିଜ ବାପର ସ୍ନେହ ବି କେବେ ଟିକେ ପାଇଲାନି। ସ୍ୱାମୀ ଯେତେ ସବୁ ବାଜେ କଥା, ମୁଁ ତମ ମନରେ ଆଘାତ ଦେଲା ଭଳି କେବେ କିଛି କାମ କରିବାକୁ ଚାହିଁନି। ପଦେ କଥା, ମା ମନରେ ବି ତମେ କେବେ ଦୁଃଖ ଦେବନି। ଏ ବୟସରେ ମାଆକୁ ବଦଳେଇବା ସମ୍ଭବ ନୁହେଁ, ତେଣୁ ତାରି ମନକୁ ଚାହିଁ ଆମେ ନିଜେ ନିଜକୁ ବଦଳାଇବାକୁ ପଡ଼ିବ। ସ୍ତ୍ରୀ ହେଲେ ମୁଁ ମୋ କୁନା ସମ୍ପର୍କରେ ଖୁବ୍ ବେଶୀ ଚିନ୍ତିତ, କାରଣ ମୁଁ ବି ଗୋଟାଏ ମା। ତା ଉପରେ ତମର ପ୍ରଭାବ ଯେମିତି ନ ପଡ଼େ, ଭବିଷ୍ୟତରେ ସେ ଯେମିତି ତା ନିଜ ସ୍ତ୍ରୀକୁ ଦୁଃଖ ନ ଦିଏ, ସେଥିପାଇଁ ମୁଁ ତାକୁ ତମଠୁ ଦୂରେଇ ରଖିବାକୁ ଚାହେଁ। ସ୍ୱାମୀ ତମେ ଭୁଲ କରିବାକୁ ଯାଉଛ କରୁଣା। ଏସବୁ ଭାବିବାଟା ହିଁ ତମର ବୋକାମି। ଯଦି ତମର ବୋହୂ ଆସି ସବୁବେଳେ ତମ ପ୍ରତି ଅବହେଳା କରେ, ତାହେଲେ? ସ୍ତ୍ରୀ ମୁଁ ଏଇଟା କେବେ ହେଲେ ହେବାକୁ ଦେବିନି। ଆଉ ଯଦି ବା ଏଇଆ ଘଟେ, ତାହେଲେ ମନକୁ ବୁଝେଇବା ପାଇଁ ମୁଁ ଭାବି ନେବି ମୁଁ ମୋ ଜୀବନଟାକୁ ଖାଲିଟାରେ ହିଁ ବିତେଇ ଦେଇଛି। ଭାଗ୍ୟରେ ମୋର ସୁଖ ବୋଲି କିଛି ନାହିଁ। ସେମାନଙ୍କର ହସ ଖୁସି ଦେଖି ମୋ ହଜିଲା ଦିନର ଦୁଃଖ ସୁଖ ବୋଝକୁ ଟିକେ ହାଲୁକା କରିନେବି। ସ୍ୱାମୀ ମୁଁ କିଛି ବୁଝିପାରୁନି, ଯେତେବେଳେ ବି ମାଆଙ୍କ କଥା ଉଠେଇଲି ତମେ କୁନା କଥା ନେଇ ଯୁକ୍ତିତର୍କ ଆରମ୍ଭ କରିଦେଉଛ। କୁନା କ'ଣ ମୋ ପୁଅ ନୁହେଁ, ଖାଲି ତମରି ପୁଅ? ସ୍ତ୍ରୀ ଠିକ୍ ସେଇ କଥା ହିଁ ମୁଁ ପଚାରୁଛି। ଏ ଘରେ କାହା କଥାଟା ଆଗ, କୁନାର ନା ତା ଗୋସେଇ ମାଆର ନା ତା ବାପାର? ସ୍ୱାମୀ ମୁଁ ତମର ସବୁ କଥା ମାନି ନେବାକୁ ପ୍ରସ୍ତୁତ, ହେଲେ ମା ପାଇଁ ଅନ୍ତତଃ ତମେ ଟିକେ ବିନମ୍ର ହେଇଯାଅ। ସ୍ତ୍ରୀ ମୁଁ ତମକୁ ବାହା ହେଇଛି ନା ତମ ମାଆଙ୍କୁ? ମୁଁ ଜାଣେ ଆମ ସମ୍ପର୍କଟା ଖାଲି ଗୋଟାଏ ବାହାନା। ଆଉ ମୁଁ ବୁଝୁଛି ତମେ ନିଜେ ମା ପାଇଁ ସ୍ତ୍ରୀ ନାଁରେ ଗୋଟାଏ ଚାକରାଣୀ ରଖିବାକୁ ଚାହଁ, ଯିଏକି ଗାଈ ଭଳି ମୁକ ହେଇଥିବ। ଆଉ ମୁଁ ବି ନିଜ ପୁଅ ପାଇଁ ତମ ନାଁରେ ଲୋକ ଦେଖାଣିଆ ଆଶ୍ରୟ ଚାହେଁ। ଆଉ ସେଇଥିପାଇଁ ମୁଁ ତୁମକୁ ଖୁବ୍ ଘୃଣା କଲେ ବି ତମ ସହ ତଥାକଥିତ ପତ୍ନୀତ୍ୱ ଜାହିର କରି ମୁଣ୍ଡ ପୋତି ଏଇଠି ପଡ଼ି ରହିଛି। ମୁଁ ଭଲ ଭାବେ ବୁଝିଛି ମୋତେ ଯେମିତି ହେଲେ ବି ମୋ ଅଜ୍ଞାନ ପିଲାଟି ପାଇଁ ବଞ୍ଚିବାକୁ ପଡ଼ିବ। ଆଉ ଏକା ଏକା ବଞ୍ଚିବାକୁ ଚାହିଁଲେ ବି ଆଜିର ଦୁନିଆ ମୋତେ ମାନ ମହତ ନେଇ ବଞ୍ଚିବାକୁ ଦେବନି। ସ୍ୱାମୀ ତମେ ତାହେଲେ କ'ଣ କରିବାକୁ ଚାହଁ? ଆମର ଏତେ ଦିନର ସ୍ୱାମୀ ସ୍ତ୍ରୀର ସମ୍ପର୍କଟା ପୁରାପୁରି ଲୋକ ଦେଖାଣିଆ, ଗୋଟାଏ ମିଛିକା ବାହାନା? ସ୍ତ୍ରୀ ସତଟାକୁ ଯେତେ ଘୋଡ଼େଇଲେ ବି ସେଇଟା ଆପେ ଆପେ ଫୁଟି ବାହାରି ପଡ଼ିବ। କଥାଟା ଏକଦମ ସ୍ପଷ୍ଟ, ଆମର ସମ୍ପର୍କରେ ବାହାନାଟା ବେଶୀ, ସମ୍ପର୍କଟା କମ୍। ଯେଉଁଟାକୁ ନିତାନ୍ତ ନିରୁପାୟ ବୋଲି କହିଲେ ଅଧିକ ଠିକ୍ ହେବ। ଆମେ ଦୁହେଁ ଗୋଟାଏ ଘରର ଛାତ ତଳେ ସ୍ୱାମୀ ସ୍ତ୍ରୀ ଭାବେ ଏକାଠି ମିଳିମିଶି ରହୁଥିଲେ ବି ଆମର ସମ୍ପର୍କଟା ଯେ କୌଣସି ଗୋଟାଏ ନାଟକର ଅଭିନୟଠୁ ବଳି ବେଶ୍ ସୁନ୍ଦର, ଅଧିକ ଜୀବନ୍ତ। ମଞ୍ଚ କ୍ରମଶଃ ଅନ୍ଧକାର ହେଇ ଆସିଛି ନେପଥ୍ୟରୁ। ଏଇ ନାଟିକା ଏଇଠି ବୋଧେ ଶେଷ ନ ହୋଇ ପୁଣି ଆରମ୍ଭ ହେଇଛି। ସତ କହିବାକୁ ଗଲେ ୟାର ଶେଷଟା ଠିକ୍ କେଉଁଠି ତା ଆମ ଅପେକ୍ଷା ଆପଣମାନେ ବେଶୀ ଜାଣନ୍ତି। ତେଣୁ ଆପଣମାନଙ୍କୁ ଏକାନ୍ତ ଅନୁରୋଧ, ଆପଣମାନେ ନିଶ୍ଚୟ ୟାର କିଛି ଗୋଟାଏ ସମାଧାନ ଖୋଜି ବାହାର କରିବେ। ତା ନହେଲେ ଏଇ ନାଟିକାର ଯବନିକା ପଡ଼ିପାରିବ ନାହିଁ। ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ସମ୍ପୂର୍ଣ୍ଣ ଅନ୍ଧକାର ଏଠାରେ ସୀମିତ ସମ୍ପର୍କ ଏକାଙ୍କିକାର ପରିସମାପ୍ତି ହେଲା। ଧନ୍ୟବାଦ।